ରାଉଣ୍ଡ କରିକି ଆସୁଥିବେ ଆଉ ଅବଜରଭେସନ କରିକି ରଖୁଥିବେ ତାକୁ ଆଉ ମନିଟର କରୁଥିବେ। କେଟାରୁ କେଟା? ସକାଳ ଅନଲକ ରୁ ରାତି 10 ପର୍ଯ୍ୟନ୍ତ। ଆଉ ତାପରେ କେମିତି ସିସିଟିଭି ହେରିକା? ହଁ ସିସିଟିଭି ପୁରା ରାଉଣ୍ଡ ଦି କ୍ଲକ୍ ମନିଟରିଂ ହଉଛି, କଣ୍ଟ୍ରୋଲ ରୁମ ରେ ହଉଛି, ଜେଲରଙ୍କ ରୁମ ରେ ଅଛି, ମୋ ରୁମ ରେ ଅଛି। ଆଉ ଆଉ 2 ନମ୍ବର ସେଲ୍ରେ ଯେଉଁ ରହୁଛି ସେ 2 ନମ୍ବର ସେଲ୍ରେ ଆଉ କିଏ ରହୁଛନ୍ତି ନା ସେ ଏକୁଟିଆ? ନାଇଁ ସେ ଏକୁଟିଆ, ସେଇ ସେଲରେ ଏକୁଟିଆ ଅଛି। ସେ ସେଲ୍ରେ ଏକୁଟିଆ। ଆଉ ମାନେ 3 ନମ୍ବର ହାଇ ସିକ୍ୟୁରିଟିର 2 ନମ୍ବର ସେଲ୍ରେ ରହିଲା। ମାନେ ମାନେ ରହିଲା। ଏବେ ଏବେ ଆପଣ ଯେଉଁଟା କହିଥିଲେ କି ଯେହେତୁ ସେ ପୂର୍ବରୁ ବି ଏମିତି ଖସିକି ଯାଇଛି, ତାର ଅଭ୍ୟାସ ଅଛି, ତ କୋର୍ଟକୁ କିଛି ବେଡ଼ି ପକେଇକି ରଖିବା ପାଇଁ ଯେମିତି ଆକୁ ରଖିଥିଲେ, କୋର୍ଟକୁ କିଛି ହେଇନି ବର୍ତ୍ତମାନ ସୁଦ୍ଧା, ସେ ଅଛି, ଆମେ କରିବୁ ପରେ ଆଉ ମାନେ ସୋମବାର ଆଡ଼କୁ ପ୍ରେୟାର କରିବେ। ସୋମବାର ଆଡ଼କୁ ଆଉ ମାନେ ପ୍ରେୟାର କରିବେ। ତ ଏଇଟା ତ ଆପଣଙ୍କର ଏଇ ଜେଏମ୍ଏଫସି ନୁହେଁ, ଏଇଟା ଆପଣ ଯାଜପୁର କୋର୍ଟକୁ ବୋଧେ ଲେଖି ପାଣି କୋଇଲି ଆଉ। ମାନେ ଏବେ କ'ଣ ଆଉ ସେ ଏଇ ଟଙ୍କା କ'ଣ ତାର ଆକ୍ଟିଭିଟି କ'ଣ ସବୁ ସେଲ୍ ଭିତରେ? କିଛି ନାହିଁ, ସେ ଖାଇଲା ତ ରୁଟି ଖାଇକି ଶୋଇଛି ଆଉ। ଆକୁ ବି କିନ୍ତୁ ବେଡ଼ି ରଖା ହେବା ପାଇଁ ପ୍ଲାନ୍ ଯୋଜନା ଅଛି ନା ନାହିଁ? ହଁ ଯୋଜନା ଅଛି। କାହିଁକି, କାରଣ କ'ଣ, ମାନେ ଇଏ କ'ଣ ଯୋଜନା ଅଛି ମାନେ ଆଉ କାରଣ କ'ଣ, ମାନେ ଆଜି ଏସ୍କେପ୍ କରିକି ଯାଉଛି ଏମିତି ଖତରନାକ ୱେରେ, ଆଉ ତାକୁ ଆମେ ଯାହା ଆମର ଇଏ କହିବ ସେ ଅନୁସାରେ କରିବୁ ଆଉ। ହେଲା, ଠିକ ଅଛି, ମୁଁ ଆପଣ ଟାଇମ୍ ଜଣେଇବି। ଆଉ ଶୁଣନ୍ତୁ, ଆଉ ଏଇଟା କ'ଣ ହେଲା କ'ଣ ଏ ଯେଉଁ ଠିକ୍ ଅଛି, ସେଇଟା ଛାଡ଼ନ୍ତୁ। ଏ 2 ନମ୍ବର ସେଲ୍ରେ କେତେ ସିସିଟିଭି ଲାଗିଛି ପାଖାପାଖି, ତା ଉପରେ ନଜରରେ ଅଛି? ଦିଟା ସିସିଟିଭି ଲାଗିଛି। ଆଜି ସକାଳୁ କିଛି ମାନେ ତାର ୱାର୍ଡରେ ଲାଗିଛି, ତାର ସେଲ୍ରେ 2ଟା ଲାଗିଛି, ଆଉ ସେ ସରାଉଣ୍ଡିଂରେ ଆଉ 3ଟା। ସେ କମ୍ପାଉଣ୍ଡରେ ଲାଗିଛି 3ଟା, ତା ସେଲ୍ରେ ଲାଗିଛି 2ଟା। ମାନେ ଟୋଟାଲ 5ଟା ସିସିଟିଭି ପୁରା ଜଗିକି ରହିଛି। ହଁ ପୁରା କଭରେଜ କରି। ମାନେ ଇଏ ମାନେ ୟାକୁ ପାଖକୁ ଖାଇବା ଯିବ ନା ସିଏ ଏମିତି ପାଖକୁ ଖାଇବାକୁ ଆସିବ ନେଇକି। ମାନେ କାହିଁକି ତାକୁ ମାନେ ନର୍ମାଲ କହିଦେଉ ଭଳିଆ ତାକୁ ଯେମିତି ଆସିବେ ନା ଆସିବେନି? ନାଇଁ ନର୍ମାଲ କହିଦେଉ ଭଳିଆ ରଖା ହବନି, ସେ ଆଉ ରହିବ ସେଠି ଆଉ। ତା ପାଖକୁ ଯିବ ଖାଇବା? ହଁ ଯାଇକି ରାଉଣ୍ଡ କରିକି ଆସୁଥିବେ ଆଉ ଅବଜରଭେସନ କରିକି ରଖୁଥିବେ ତାକୁ ଆଉ ମନିଟର କରୁଥିବେ। କେଟାରୁ କେଟା? ସକାଳ ଅନଲକ ରୁ ରାତି 10 ପର୍ଯ୍ୟନ୍ତ। ଆଉ ତାପରେ କେମିତି ସିସିଟିଭି ହେରିକା? ହଁ ସିସିଟିଭି ପୁରା ରାଉଣ୍ଡ ଦି କ୍ଲକ୍ ମନିଟରିଂ ହଉଛି, କଣ୍ଟ୍ରୋଲ ରୁମ ରେ ହଉଛି, ଜେଲରଙ୍କ ରୁମ ରେ ଅଛି, ମୋ ରୁମ ରେ ଅଛି। ଆଉ 2 ନମ୍ବର ସେଲ୍ରେ ଯେଉଁ ରହୁଛି ସେ 2 ନମ୍ବର ସେଲ୍ରେ ଆଉ କିଏ ରହୁଛନ୍ତି ନା ସେ ଏକୁଟିଆ? ନାଇଁ ସେ ଏକୁଟିଆ, ସେଇ ସେଲ୍ରେ ଏକୁଟିଆ ଅଛି। ସେ ସେଲ୍ରେ ଏକୁଟିଆ। ଆଉ ମାନେ 3 ନମ୍ବର ହାଇ ସିକ୍ୟୁରିଟିର 2 ନମ୍ବର ସେଲ୍ରେ ରହିଲା। ମାନେ ମାନେ ରହିଲା। ଏବେ ଏବେ ଆପଣ ଯେଉଁଟା କହିଥିଲେ କି ଯେହେତୁ ସେ ପୂର୍ବରୁ ବି ଏମିତି ଖସିକି ଯାଇଛି, ତାର ଅଭ୍ୟାସ ଅଛି, ତ କୋର୍ଟକୁ କିଛି ବେଡ଼ି ପକେଇକି ରଖିବା ପାଇଁ ଯେମିତି ଆକୁ ରଖିଥିଲେ, କୋର୍ଟକୁ କିଛି ହେଇନି ବର୍ତ୍ତମାନ ସୁଦ୍ଧା, ସେ ଅଛି, ଆମେ କରିବୁ ପରେ ଆଉ ମାନେ ସୋମବାର ଆଡ଼କୁ ପ୍ରେୟାର କରିବେ। ସୋମବାର ଆଡ଼କୁ ଆଉ ମାନେ ପ୍ରେୟାର କରିବେ। ତ ଏଇଟା ତ ଆପଣଙ୍କର ଏଇ ଜେଏମ୍ଏଫସି ନୁହେଁ, ଏଇଟା ଆପଣ ଯାଜପୁର କୋର୍ଟକୁ ବୋଧେ ଲେଖି ପାଣି କୋଇଲି ଆଉ। ମାନେ ଏବେ କ'ଣ ଆଉ ସେ ଏଇ ଟଙ୍କା କ'ଣ ତାର ଆକ୍ଟିଭିଟି କ'ଣ ସବୁ ସେଲ୍ ଭିତରେ? କିଛି ନାହିଁ, ସେ ଖାଇଲା ତ ରୁଟି ଖାଇକି ଶୋଇଛି ଆଉ। ଆକୁ ବି କିନ୍ତୁ ବେଡ଼ି ରଖା ହେବା ପାଇଁ ପ୍ଲାନ୍ ଯୋଜନା ଅଛି ନା ନାହିଁ? ହଁ ଯୋଜନା ଅଛି। କାହିଁକି, କାରଣ କ'ଣ, ମାନେ ଇଏ କ'ଣ ଯୋଜନା ଅଛି ମାନେ ଆଉ କାରଣ କ'ଣ, ମାନେ ଆଜି ଏସ୍କେପ୍ କରିକି ଯାଉଛି ଏମିତି ଖତରନାକ ୱେରେ, ଆଉ ତାକୁ ଆମେ ଯାହା ଆମର ଇଏ କହିବ ସେ ଅନୁସାରେ କରିବୁ ଆଉ। ହେଲା, ଠିକ ଅଛି, ମୁଁ ଆପଣ ଟାଇମ୍ ଜଣେଇବି। ଆଉ ଶୁଣନ୍ତୁ, ଆଉ ଏଇଟା କ'ଣ ହେଲା କ'ଣ ଏ ଯେଉଁ ଠିକ୍ ଅଛି, ସେଇଟା ଛାଡ଼ନ୍ତୁ। ଏ 2 ନମ୍ବର ସେଲ୍ରେ କେତେ ସିସିଟିଭି ଲାଗିଛି ପାଖାପାଖି, ତା ଉପରେ ନଜରରେ ଅଛି?
ଦିଟା ସିସିଟିଭି ଲାଗିଛି। ଆଜି ସକାଳୁ କିଛି ଦିଟା ମାନେ ତାର ୱାର୍ଡ ରେ ଲାଗିଛି, ତାର ସେଲ୍ ରେ ଦିଟା ଲାଗିଛି, ଆଉ ସେ ସରାଉଣ୍ଡିଂ ରେ ଆଉ ତିନିଟା। ସେ କମ୍ପାଉଣ୍ଡରେ ଲାଗିଛି 3ଟା, ତା ସେଲ୍ରେ ଲାଗିଛି 2ଟା। ହୁଁ। ମାନେ ଟୋଟାଲ 5ଟା ସିସିଟିଭି ପୁରା ଜଗିକି ରହିଛି। ହଁ ପୁରା କଭରେଜ କରୁ। ମାନେ ଇଏ ମାନେ ୟାକୁ ଆ ପାଖକୁ ଖାଇବା ଯିବ ନା ନା ସିଏ କେମିତି ପାଖକୁ ଖାଇବାକୁ ଆସିବ ନେଇକି। ମାନେ କାହିଁକି ତାକୁ ମାନେ ନର୍ମାଲ କହିଦେଉ ଭଳିଆ ତାକୁ ଯେମିତି ଆସନ୍ତି, ଆସିବେ ନା ଆସିବେନି? ନାଇଁ ନର୍ମାଲ କହିଦେଉ ଭଳିଆ ରଖା ହବନି, ସେ ଆଉ ରହିବ ସେଠି ଆଉ। ତା ପାଖକୁ ଯିବ ଖାଇବା? ହଁ।